ଓଡ଼ିଶା ପୁଲିସ୍ ସିଲେକ୍ସନ୍ ବୋର୍ଡ଼ ମୋଟର ପରିବହନ ସଂସ୍ଥା କଟକ ତରଫରୁ ମୋଟର ଗାଡ଼ି ଚାଳକମାନଙ୍କ ପାଇଁ ନିଯୁକ୍ତିର ବିଜ୍ଞାପନ ବିଷୟରେ ଡିଟେଲ୍ ଆମେ ଆଲୋଚନା କରିବା। ଏହି ବିଜ୍ଞାପନଟି ସମ୍ପୂର୍ଣ୍ଣ ଓଡ଼ିଆରେ ଅଛି, ତେଣୁ ବୁଝିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ମୁଁ ଆଶା କରୁଛି। ଏଥିରେ ଟୋଟାଲ୍ 405ଟି ପୋଷ୍ଟ ବାହାରିଛି, ଯେଉଁଟାକି ଡ୍ରାଇଭରର ଏବଂ ଅନଲାଇନ୍ରେ ଏହାକୁ ଆବେଦନ କରିବା ପାଇଁ ହେବ। ଏହା 10 ଅକ୍ଟୋବର ପାଖରୁ ଆରମ୍ଭ ହୋଇଛି ଏବଂ 31 ଅକ୍ଟୋବରରେ ଶେଷ ହୋଇଛି। ତେଣୁ ବର୍ତ୍ତମାନ ଦେଖନ୍ତୁ, ଆମେ ଏ ବିଷୟରେ ବର୍ତ୍ତମାନ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। କାହିଁକି ନା ଏହାର ବର୍ତ୍ତମାନର ଆଡ଼ମିଟ୍ କାର୍ଡ଼ ମଧ୍ୟ ଆସିଗଲାଣି। ମକ୍ ଟେଷ୍ଟ ପିଲାମାନେ ଦେଉଛନ୍ତି, ପରୀକ୍ଷା ଆରମ୍ଭ ହୋଇଯିବ 20 ତାରିଖ ପାଖରୁ। ତେଣୁ ଆପଣମାନେ ଏଥିପ୍ରତି ସଜାଗ ହୋଇ ଏହା ବିଷୟରେ ବହୁତ ସୁନ୍ଦର ଭାବରେ ଜାଣି ଏଥିପ୍ରତି ଆମେ ପରୀକ୍ଷାରେ ଭଲ ରଖିବା, ସେଭଳିଆ ଆମେ କିଛି ଚିନ୍ତା କରି ଯିବା ପରୀକ୍ଷା ଦେବା ପାଇଁ। ଦେଖନ୍ତୁ, ଏ ବିଷୟରେ ଗାଡ଼ି ଚାଳକରେ ଯେଉଁ ଅଣସଂରକ୍ଷିତ, ଯେଉଁଟାକି ଆପଣଙ୍କର ଜେନେରାଲ କ୍ୟାଟାଗୋରୀ, ସେଥିରେ ରହିଛି 216ଟି ପୋଷ୍ଟ। ଆଉ ଆପଣଙ୍କର ଯେଉଁ SC କ୍ୟାଟାଗୋରୀ ପାଇଁ 51, ଆଉ ଅନୁସୂଚିତ ଉପଜାତି ପାଇଁ ଯେଉଁଟାକି ST, ତା ପାଇଁ 138, ଟୋଟାଲ୍ 405ଟି ପୋଷ୍ଟ ବାହାରିଥିଲା। ଆଚ୍ଛା, ଏଥିରେ ଯେଉଁ SC/BC ମାନଙ୍କର ରହିଛି, ସେମାନେ ପଦବୀ ସେମାନଙ୍କ ପାଇଁ ଖାଲି ନାହିଁ, ତ ସେମାନଙ୍କର କ'ଣ, ସେମାନେ ଆପ୍ଲାଏ କରିପାରିବେ ଯେଉଁଥିରେ କି ଜେନେରାଲ ପଦବୀ ପାଇଁ। ଏହା ଛଡ଼ା ସେମାନଙ୍କର ଏଇ ଯେଉଁ ଆମେ ଯେଉଁ PMT ଡ୍ରାଇଭର କହୁଛୁ, ତାର ଯେଉଁ ଦରମାର ମାନେ ବେତନର ହାର ବା ପେ ବ୍ୟାଣ୍ଡ ଯେଉଁଟା କହୁଛେ, ମୂଳ ବେତନ, ତାହା 5,200ରୁ 20,200 ମଧ୍ୟରେ, ଯେଉଁଥିରେ କି ଆପଣଙ୍କର ଗ୍ରେଡ୍ ପେ 2,000 ରହୁଛି। ଯାହାକି ମୁଁ କହି ରଖିବାକୁ ଚାହେଁ, ବର୍ତ୍ତମାନ ତ ଏବେ ପେ ସ୍ଲଟ୍ରେ ଆସୁଛି, ଯେଉଁଥିରେ କି ବେସିକ୍ ପେ ଏହାର ଏହି ସ୍କେଲ୍ରେ, ଯେଉଁଟାକି 5,200, 20,200ରୁ 2,000 ଗ୍ରେଡ୍ ପେ ସ୍କେଲ୍ରେ ପ୍ରଥମ ବର୍ଷରେ ବେସିକ୍ ପେ ଆପଣମାନଙ୍କର ରହିବ 21,700। ତାପରେ ଆପଣଙ୍କର DA ମିଶିବ, DA 7,000 8,000 ମିଶିବ। ତାପରେ ଆପଣଙ୍କର HRA ମିଶିବ। ଏମିତି ମିଶିକରି ଆପଣଙ୍କର ଦରମା ପାଖାପାଖି 35,000, 34ରୁ 35,000 ଆପଣ ନେଟ୍ ଦରମା ପାଇବେ। ତା ସହିତ ପୁଣି ଆପଣଙ୍କର ଆଉ 3,500 ଟଙ୍କା ଅଧିକା ହେବ, କାହିଁକିନା ଗ୍ରୋସ୍ ଦରମା ଆପଣଙ୍କର ଟୋଟାଲ୍ 38,000 ପାଖାପାଖି ପାଇବେ। ଏହା ହେଉଛି ଏହି ବେତନର ପୁରା ସମ୍ପୂର୍ଣ୍ଣ ବିବରଣୀ। ଆଉ ଏଥିରେ ଦେଖନ୍ତୁ, ଏଇ ଯେଉଁ ଆମେ ଅନଲାଇନ୍ଟି ଆପ୍ଲାଏ କରିଥିଲୁ, ତ ସେଥିରେ ଯେଉଁ ବୟସ ସୀମା ଥିଲା କେତେ ନା 18ରୁ 23 ବର୍ଷ ଥିଲା। ପୁଣି 5 ବର୍ଷ ଯେଉଁଟାକି ଆପଣମାନଙ୍କର ଜାତି ଉପରେ ଆଧାରିତ ଏବଂ ଅବସରପ୍ରାପ୍ତ ସାମରିକ କର୍ମଚାରୀମାନଙ୍କ ଉପରେ ଆଧାରିତ ବୟସ ସୀମାର କୋହଳ ଯେଉଁ ନିୟମ ରହିଛି, ସେ ନିୟମକୁ ଆଧାର କରି ଏହି ବୟସଟି ଥିଲା। ଯେମିତିକି ଶିକ୍ଷାଗତ ଯୋଗ୍ୟତା ପାଇଁ କ'ଣ ଥିଲା, ଦେଖନ୍ତୁ, ଶିକ୍ଷାଗତ ଯୋଗ୍ୟତା ଥିଲା କି ଆପଣ ହାଇସ୍କୁଲ ପରୀକ୍ଷାରେ ଗୋଟେ ଓଡ଼ିଆକୁ ଆପଣ ମାନେ ପାସ୍ କରିଥିବେ। ଏହା ଛଡ଼ା ଆପଣ ଆଉ କ'ଣ ଥିଲା ନା, ଗାଡ଼ି ଚାଳନାର ଯେଉଁ ଯୋଗ୍ୟତା କଥା କୁହାଯାଉଛି, ସେଥିରେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ କମ୍ପଲସରି ମାଗିଥିଲା, ଯେଉଁଟାକି ଆପଣଙ୍କର ଭାରୀ ଯାନ ପାଇଁ ହେଭି ମୋଟର ଭେହିକିଲ୍ ଲାଇସେନ୍ସ, କିମ୍ବା ହାଲୁକା ଯାନ ପାଇଁ ଲାଇଟ୍ ମୋଟର ଭେହିକିଲ୍ ଲାଇସେନ୍ସ ମଧ୍ୟ ଏଠି ସେ ଗ୍ରହଣ କରୁଥିଲା। ଏବଂ ଆଉ କ'ଣ ହେଉଛି କି, ଆପଣଙ୍କର ଯେଉଁ ଅନ୍ୟାନ୍ୟ ଯୋଗ୍ୟତା କହିବାକୁ ଗଲେ, ସାଧାରଣ ଭାବରେ ଯେମିତି ଭାରତର ନାଗରିକ ହୋଇଥାଏ, ସବୁ ଜିନିଷ ଗୁଡ଼ାକ ଆପଣଙ୍କର ରହିଥିଲା। ଗୃହରକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଥିଲା, ଯେଉଁଟାକି ଆପଣଙ୍କର 3 ବର୍ଷ ଅତି କମ୍ରେ ଗୃହରକ୍ଷୀ ଭାବରେ ସେମାନେ କାର୍ଯ୍ୟ କରିଥିବେ। ତ ସେତେବେଳେ ସେମାନଙ୍କୁ କ'ଣ ହେଉଥିଲା ନା, ସେମାନଙ୍କୁ ସେଥିପ୍ରତି ସାମାନ୍ୟ ସୁବିଧା ପ୍ରଦାନ କରାଯାଉଥିଲା। ଏବେ ଦେଖନ୍ତୁ, ଆପଣଙ୍କର ଯେଉଁ ଲିଖିତ ପରୀକ୍ଷା ହେବ, ସେ ଲିଖିତ ପରୀକ୍ଷା ଏଇଠି ତ ଆପଣ ଦେଖିପାରୁଥିବେ, ଯେଉଁଠିକି ବିଭିନ୍ନ ପ୍ରକାର ପରୀକ୍ଷା କେନ୍ଦ୍ର, ଯେମିତି କୋରାପୁଟର, ଜୟପୁରରେ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର ଆଉ ଭୁବନେଶ୍ୱର, କଟକରେ ହେବାର ପ୍ରାବଧାନ ରହିଛି। ତ ଏହିସବୁ ଜାଗାମାନଙ୍କରେ ଆପଣମାନଙ୍କର ଆସନ୍ତା ଦିନରେ ପରୀକ୍ଷା ହେବ। ଏବଂ ଏଥିରେ ଯେଉଁ ପରୀକ୍ଷା ହେବ, ସେ ପରୀକ୍ଷାଟି କେମିତି ହେବ? ପରୀକ୍ଷାଟି ସାଧାରଣତଃ 60 ମିନିଟ୍ର ହେବ, ମାନେ ଗୋଟାଏ ଘଣ୍ଟା ପାଇଁ ହେବ, ଯେଉଁଥିରେ କି ପୂର୍ଣ୍ଣ ସଂଖ୍ୟା ଆପଣଙ୍କର 50 ମାର୍କ ରହିବ। ଆଉ ଆପଣଙ୍କର ଯେଉଁ ପ୍ରତିଟି ସଠିକ୍ ଉତ୍ତର ପାଇଁ ଆପଣଙ୍କୁ 1 ମାର୍କ ମିଳିବ, ଆଉ ପ୍ରତିଟି ଭୁଲ ଉତ୍ତର ପାଇଁ ଆପଣଙ୍କୁ 0.25 ନମ୍ବର ଦିଆଯିବ, ଯେଉଁଥିରେ କି 4ଟି ଅପସନ୍ ଆସିବ ଏବଂ ଏହା ମଲ୍ଟିପୁଲ୍ ଚଏସ୍ ହେବ। ଆପଣଙ୍କର ଏହି ପରୀକ୍ଷାଟି ସମ୍ପୂର୍ଣ୍ଣ ମାତ୍ରାରେ କମ୍ପ୍ୟୁଟର ବେସ୍ଡ ହେବ
ଏବଂ ଆପଣଙ୍କର ଏଇ ପରୀକ୍ଷାରେ କ'ଣ କ'ଣ ପଡ଼ିବ, ସାଧାରଣ ଜ୍ଞାନ, ଇଂରାଜୀ, ଓଡ଼ିଆ ବ୍ୟାକରଣ, ଆଉ ରିଜନିଂ ପଡ଼ିବ ଆପଣଙ୍କର, ଆରିଥମେଟିକ୍ ପଡ଼ିବ, ଯେଉଁଟାକି ଗଣିତ ଯେଉଁଟା କହୁଛନ୍ତି ଆପଣ, ବୀଜଗଣିତ, ସେଗୁଡ଼ା ପଡ଼ିବ। ଆଉ କ'ଣ ପଡ଼ିବ ଆପଣଙ୍କର, ଯେମିତି ଆପଣଙ୍କର ରୋଡ଼ ସେଫ୍ଟି ବିଷୟରେ, କାହିଁକିନା ଯେହେତୁ ଏଇଟା ଡ୍ରାଇଭର ପୋଷ୍ଟ, ତେଣୁ ରୋଡ଼ ସେଫ୍ଟି ବିଷୟରେ ଜାଣିବା ନିହାତି ଜରୁରୀ। ତେଣୁ ଏ ବିଷୟରେ ଜ୍ଞାନ ଥିବା ପରୀକ୍ଷାରେ ପଡ଼ିବ। ଏବଂ ଆପଣଙ୍କର ଯେଉଁ ଭେହିକିଲ୍, ଯେଉଁ ଜିନିଷକୁ ଆପଣ ଚଲେଇବେ, ସେ ଜିନିଷର ମେଣ୍ଟେନାନ୍ସ, ମାନେ ସେ ଜିନିଷକୁ କେମିତି ରକ୍ଷଣାବେକ୍ଷଣ କରାଯାଇପାରିବ, ସେ ବିଷୟରେ ମଧ୍ୟ କିଛି କ୍ୱେଶ୍ଚନ୍ ଏଥିରେ ଆସିବ। ଏବଂ ଏହି ସମୟରେ କ'ଣ ହେବ କି ଏଇ ରିକ୍ରୁଟମେଣ୍ଟ ପ୍ରକ୍ରିୟା ମଧ୍ୟରେ ଆପଣଙ୍କୁ ଗାଡ଼ି ଦିଆଯିବ, LMV ହେଇଥିଲେ LMV ଗାଡ଼ି ଦିଆଯିବ, ଆଉ HMV ହେଇଥିଲେ HMV ଗାଡ଼ି ଦିଆଯିବ, ଏବଂ ଆପଣଙ୍କୁ ସେଠି ଚଲେଇବା ପାଇଁ ବା ଟେଷ୍ଟ ନିଆଯିବ, ଆପଣ ଚଲେଇ ପାରୁଛନ୍ତି କି ନାହିଁ ଠିକ୍ ଭାବରେ। ଆଉ ଏଥିପ୍ରତି ଆପଣଙ୍କର ଯେଉଁଥିରେ କି ଆପଣଙ୍କର ଯେଉଁ କୃତକାର୍ଯ୍ୟ ଏଥିରେ ହେଲା ପରେ 3 ମାର୍କ ଆପଣଙ୍କୁ ଏଥିରୁ ମିଳିବ। ଏ 3 ମାର୍କଟି ଆପଣଙ୍କର ସେଠି ଏଡ଼୍ ହେବ। ଆଚ୍ଛା, ତାପରେ ଦେଖନ୍ତୁ ଏଥିରେ ଆପଣଙ୍କର ଯେଉଁ ଟେଷ୍ଟ ହେବ ଡ୍ରାଇଭିଂର, ସେତେବେଳେ ଆପଣଙ୍କର ଅରିଜିନାଲ୍ ଡ୍ରାଇଭିଂ ଲାଇସେନ୍ସକୁ ସେମାନେ ଯାଞ୍ଚ କରିବେ। ଏହାପରେ ଶାରୀରିକ ଦକ୍ଷତା ପରୀକ୍ଷା ହେବ। ଫାର୍ଷ୍ଟ ଆଗେ ଶାରୀରିକ ମାପ ପରୀକ୍ଷା, ଯେଉଁଟାକି ଫିଜିକାଲ୍ ମେଜରମେଣ୍ଟ, ଆଉ ଶାରୀରିକ ଦକ୍ଷତା ବା ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ହେବ। ଫିଜିକାଲ୍ ମେଜରମେଣ୍ଟ ଯେମିତି ଆପଣଙ୍କର ଜେନେରାଲ୍ କାଟାଗୋରୀ ପାଇଁ 67 ଉଚ୍ଚତା, ଆଉ SC ST ମାନଙ୍କ ପାଇଁ 163, ଓଜନ 55 କିଲୋ, SC STଙ୍କ ପାଇଁ 50 କିଲୋ, ଯେଉଁଥିରେ କି ଆପଣଙ୍କର ଆଉ ଚେଷ୍ଟ ରହିଛି ଛାତି, ତାହା ଅନଏକ୍ସପାଣ୍ଡେଡ଼, ଯେଉଁଟାକି ଅଣସମ୍ପ୍ରସାରିତ 79, ଜେନେରାଲ୍ ପାଇଁ, ଆଉ 84 ହେଉଛି ଆପଣଙ୍କର ସମ୍ପ୍ରସାରିତ, ଯେଉଁଟାକି ଏକ୍ସପାଣ୍ଡେଡ଼, ଆଉ SC STଙ୍କ ପାଇଁ ସେଇଟା ହେବ କ'ଣ ନା 76 ଆଉ 81। ଏହାପରେ କ'ଣ ହେଉଛି ଦେଖନ୍ତୁ, ଗ୍ରୁପ୍ ଡି କର୍ମଚାରୀ ମାନେ, ଯେଉଁମାନେ କି ଶାରୀରିକ ମାପ, ସେମାନେ ଗ୍ରୁପ୍ ଡି କର୍ମଚାରୀ ମାନଙ୍କର ଯେଉଁଟାକି ଆପଣଙ୍କର ଉଚ୍ଚତାରେ 3 ସେଣ୍ଟିମିଟର ସେମାନେ କୋହଳ ପାଇବେ, ଏବଂ ଓଜନରେ 5 କିଲୋଗ୍ରାମ, ଏବଂ ଛାତି ସମ୍ପ୍ରସାରଣରେ 2 ସେଣ୍ଟିମିଟର କୋହଳ ସେମାନେ ପାଇବେ ଗ୍ରୁପ୍ ଡି କର୍ମଚାରୀ ମାନେ। ଏଛଡ଼ା ଆପଣଙ୍କର ଯେଉଁ ଶାରୀରିକ ଦକ୍ଷତା ପରୀକ୍ଷା ହେବ, ସେଥିରେ ଆପଣଙ୍କର 1.6 କିଲୋମିଟର ରନିଂ ହେବ, ଯେଉଁଟାକି 7 ମିନିଟ୍ ମଧ୍ୟରେ ଅତିକ୍ରମ କରିବା ପାଇଁ ପଡ଼ିବ। ଆଉ ଆପଣଙ୍କର ଯେଉଁ 1.6 କିଲୋମିଟର ଦୂରତାକୁ 7 ମିନିଟ୍ ମଧ୍ୟରେ ଅତିକ୍ରମ କରିନପାରିଲେ ଆପଣ ଅଯୋଗ୍ୟ ନିଶ୍ଚିତ ଭାବେ ବିବେଚିତ ହେବେ। ଆଉ ଆପଣଙ୍କର ଯେଉଁ ଲଙ୍ଗ୍ ଜମ୍ପ ରହିଛି, ଯେଉଁଟାକି ଲମ୍ବ ଡିଆଁ, ସେଇଟା 3.66 ମିଟର ହେବ, ଯେଉଁଟାକି 3ଟି ସୁଯୋଗରେ ଆପଣଙ୍କୁ ପାରି କରିବା ପାଇଁ ପଡ଼ିବ। ଏହାପରେ ଆପଣଙ୍କର ମେଡ଼ିକାଲ ଟେଷ୍ଟ ହେବ। ମେଡ଼ିକାଲ ଟେଷ୍ଟ ଯେମିତିକି ନକ୍ ନି, ଫ୍ଲାଟ୍ ଫୁଟ୍, ଭେରିକୋସ୍ ଭେନ୍, ବୋ ଲେଗ୍, ଆଉ ସ୍କ୍ୱିଣ୍ଟ ଇନ୍ ଆଇଜ୍, ଯେଉଁଟାକି ଏସବୁ ଖରାପ ଦୃଷ୍ଟିଶକ୍ତି, ପୁଅର୍ ଭିଜନ୍, ଏସବୁ ଜିନିଷ ଉପରେ, କଲର୍ ବ୍ଲାଇଣ୍ଡନେସ୍, ଯେଉଁଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏସବୁ ଜିନିଷ ଗୁଡ଼ାକ ଉପରେ ଆପଣଙ୍କର ମେଡ଼ିକାଲ ଟେଷ୍ଟ ହେବ। ଆଉ ଏହାପରେ ଆପଣଙ୍କର ଯଦି କିଛି ଏକ୍ସଟ୍ରା କିଛି ଥାଏ, ଯେମିତିକି NCC, ତ ସେଥିରେ ଆପଣଙ୍କୁ ମାର୍କ 2 ନମ୍ବର ଅଧିକ ମିଳିବ। ଆଉ ଆପଣଙ୍କର ଯେଉଁ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ଯେଉଁ ତାଲିକା ମେରିଟ୍ ଲିଷ୍ଟ ପ୍ରକାଶିତ ହେବ, ଏବଂ ସେ ପ୍ରକାଶିତ ମେରିଟ୍ ଲିଷ୍ଟଟା ଏହିସବୁ ନିୟମ ଉପରେ, ଯେମିତିକି ସର୍ବୋଚ୍ଚ ନମ୍ବର ରଖିଥିବା ସେ ପ୍ରଥମେ ହେବ, ସର୍ବନିମ୍ନ ସେ ସবার ଲାଷ୍ଟରେ ହେବ। ଯଦି ସମାନ ନମ୍ବର ହୋଇଥାଏ, ତ ସେତେବେଳେ କ'ଣ ହେବ, ଆପଣଙ୍କ ଜନ୍ମ ତାରିଖକୁ ଦେଖାଯିବ, ଆଉ ଆଲଫାବେଟିକାଲ୍ ସିରିଏଲ୍କୁ ଦେଖାଯିବ, ତାପରେ ଆପଣଙ୍କ ନାଁରେ ଆଲଫାବେଟିକାଲ୍ ସିରିଏଲ୍କୁ ଦେଖାଯିବ, ଏହାପରେ ଆପଣଙ୍କର ବୟସକୁ ଦେଖାଯିବ। ଏ 3ଟା ଜିନିଷକୁ ଆଧାର କରି ନିଯୁକ୍ତି ପ୍ରକ୍ରିୟାରେ ଶେଷ ଫାଇନାଲ୍ ମେରିଟ୍ ଲିଷ୍ଟ ପ୍ରକାଶିତ କରାଯିବ।